ଆଗରେ ଚାଲିଥିଲା ପାନର ବେପାର, ପଛରେ ଚାଲିଥିଲା ଦେହର ବେପାର। ଦୀର୍ଘ ଦିନ ଧରି ଏ ବ୍ୟବସାୟ ଚାଲିଥିଲା। ଶେଷ ରଜରେ ବସ୍ତା ପୁଲିସ ପାନ ଦୋକାନ ଉପରେ ଚଢ଼ାଉ କରି ଜଣେ ରୂପଜୀବୀକୁ ଉଦ୍ଧାର କରିଛି। ଏଥିସହ ଦଲାଲକୁ ମଧ୍ୟ ଅଟକ ରଖିଥିବା ବେଳେ ଗ୍ରାହକ ଚମ୍ପଟ ମାରିଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଦେଇ ଯାଇଥିବା 60 ନମ୍ବର ଜାତୀୟ ରାଜପଥ ସନ୍ତୋଷପୁର ପଞ୍ଚାୟତ ବଜାରରେ ଏକ ପାନ ଦୋକାନ ରହିଛି। ସେହି ପାନ ଦୋକାନ ଭିତରେ ଥିଲା ଏକ ସ୍ୱତନ୍ତ୍ର ରୁମ୍, ଚାଲୁଥିଲା ଦେହର ଖେଳ। ପୂର୍ବରୁ ସ୍ଥାନୀୟ ଲୋକେ ଏନେଇ ବାରମ୍ବାର ଥାନାରେ ଅଭିଯୋଗ କରିଥିଲେ, ମାତ୍ର ପ୍ରମାଣ ଅଭାବରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଶେଷ ରଜ ଅର୍ଥାତ୍ ବିଳମ୍ବିତ ରାତିରେ ଉକ୍ତ ପାନ ଦୋକାନରେ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ 2 ଜଣ ଗ୍ରାହକ ଫେରାର ହୋଇଯାଇଥିଲେ। ତେବେ ଜଣେ ରୂପଜୀବୀକୁ ଉଦ୍ଧାର କରିଥିବା ବେଳେ ଦଲାଲକୁ ଅଟକ ରଖିଛି ବସ୍ତା ପୁଲିସ।